ଆଜି ହେଉଛି ମୋ ପାଇଁ ଗୋଟେ ବହୁତ ବଡ଼ ଦିନ। ମୋ ଆରାଧ୍ୟ, ମୋ ପ୍ରଭୁ, ମୋ ଭଗବାନ, ମୋ ଭାଇ, ଯାହାକୁ କି ମୁଁ ମୋର ସବୁକିଛି ବୋଲି ମାନି ନେଇଛି। ଆଜି ତାଙ୍କର ବାର୍ଷିକ ଉତ୍ସବ। ତ ସକାଳୁ ସକାଳୁ ବାହାରି ଯାଇଥିଲି ମୁଁ ସେଠିକି। ଏମିତିକି ଆର ବର୍ଷ ବି ମୋତେ ସେ ସୁଯୋଗ ମିଳିଥିଲା, ଯଦିଓ ମୁଁ କିଛିଟା କାରଣରୁ ଯାଇପାରି ନଥିଲି। କିନ୍ତୁ ଯେଉଁ କାରଣ ପାଇଁ ବି ଯାଇପାରି ନଥିଲି, କିନ୍ତୁ ସେ ଲୋକ ତ ନିଜର ହେଲେନି। ଏତେ କଲା ପରେ ବି କେହି କାହାର ନିଜର ହେଲେନି, ମୁଁ ବୁଝିଗଲି। କିନ୍ତୁ ମୁଁ ଭାବି ସାରିଛି ଯେ ମୋ ପ୍ରଭୁ ଏବେ ମୋର ସବୁକିଛି, ମୋ ଭାଇ ସିଏ। ତ ତାଙ୍କର ଆଜି ଥିଲା ବାର୍ଷିକ ଉତ୍ସବ, କଳସ ବୁଡ଼ା ଥିଲା। ତ 108 କଳସ ବୁଡ଼ା ଥିଲା। ଆଉ ମୁଁ ବହୁତ ନିଜକୁ ଧନ୍ୟ ଭାବୁଛି କି ମୋତେ ଏତେ ବଡ଼ ଗୋଟେ ସୁଯୋଗ ମିଳିଲା। ତ ସମସ୍ତେ ଆମେ ଚାଲିଥିଲୁ ଜୟ ଶ୍ରୀରାମ ନାରାରେ କଳସ ବୁଡ଼େଇବା ପାଇଁ। ଟ୍ରେଜେରୀ କଲୋନୀ ପାଖରେ ଆମର କଳସ ବୁଡ଼ା ହୁଏ। ତ ଯାଇକିନା ସେଇଠି ପହଞ୍ଚି ଯାଇଥିଲୁ। ଭିଡ଼ିଓ ତ ଯେହେତୁ ମୁଁ କରିପାରୁନି, ଯିଏ ଯାହା ଯେମିତି ଟିକେ ସୁଟ୍ କରିଦେଇଛନ୍ତି। ହଜବେଣ୍ଡ ଯେହେତୁ ପିଲା ଦୁଇଟାଙ୍କୁ ଧରିଥିଲେ, ତାଙ୍କ ଉପରେ ବି ପ୍ରେସର ଦେଇପାରିବିନି। ବାକି ଆପଣଙ୍କ ପାଖରେ ପହଞ୍ଚେଇ ପାରୁଛି, ସେଇଟା ବଡ଼ କଥା। ଆଉ ହଁ, ଏଇଟା ସ୍ୱରରେ ହେଉଛି। ଯେଉଁମାନେ ବି ସ୍ୱରରେ ଅଛନ୍ତି, ପ୍ଲିଜ୍ 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 କାଲିକି ନିଶ୍ଚିତ ଆସିବେ 12ଟାରୁ 1 ଭିତରେ। ଆମର 4,500 5,000 ଲୋକଙ୍କ ପାଇଁ ଖାଇବା ପିଇବାର ବନ୍ଦୋବସ୍ତ ହେଇଛି। ଆଉ ଆପଣମାନେ ନିଶ୍ଚିତ ଆସିବେ, ଅନ୍ନ ପାଇବେ। 22 ତାରିଖ ମନେ ରଖିଥିବେ, ଭୁଲିବେନି। ତ ଆଉ ଥରେ କହିଦେଉଛି ସ୍ୱରରେ, ହନୁମାନ ମନ୍ଦିର ଆମର ସିନେମା ହଲ୍ ପାଖରେ କାଲି ପ୍ରସାଦ ସେବନ ଅଛି। ଆପଣମାନେ ନିଶ୍ଚିତ ଆସିବେ, ଆଉ ପ୍ରସାଦ ପାଇବେ, ଭଗବାନଙ୍କ ପାଖରୁ ଆଶୀର୍ବାଦ ନେବେ। ଆପଣଙ୍କ ସ୍ୱଇଚ୍ଛାରେ କିଛି ଭଗବାନଙ୍କୁ ଦାନ କରିବେ। ତ ସେଠି କଳସ ବୁଡ଼େଇ ଶିବ ମନ୍ଦିର ପରିକ୍ରମା କଲୁ। କଲା ପରେ ଆସି ପହଞ୍ଚି ଯାଇଥିଲୁ ମନ୍ଦିର ପାଖରେ। ପହଞ୍ଚିକିନା କଳସ ଥୋଇଦେଲା ପରେ ଟିକେ ବସିଥିଲୁ। ଗୋଡ଼ ହାତ ବିନ୍ଧୁଥିଲା, ତାପରେ ବି ସଂକଳ୍ପ ଥିଲା ଯେହେତୁ ଟିକେ ବସିଥିଲୁ। ସେଇ ଭିତରେ ହଜବେଣ୍ଡକୁ କହିଲେ ତମେ ପିଲାମାନଙ୍କୁ ନେଇ ପଳାଅ। 2 ଘଣ୍ଟା ପୁରା ବସିଲା ପରେ ସଂକଳ୍ପ, ଟିକେ ପ୍ରାର୍ଥନା, ଟିକେ ଭଗବାନଙ୍କୁ ସ୍ମରଣ କଲୁ। ତାପରେ ଫାଇନାଲି ଆସିଲୁ ପ୍ରସାଦ ପାଇଁ। ପୁରୀ ଆଉ ତରକାରୀ ହେଇଥିଲା, ତ ଖାଇଦେଲୁ। ତାପରେ ଘରକୁ ଆସିଛୁ। ପୁଣି ସନ୍ଧ୍ୟାରେ ଯିବୁ, ପରିବା କଟାକଟି ହେବ କାଲି ପାଇଁ। ଆଉ ଥରେ କହିଦେଉଛି, ଆପଣମାନେ ନିଶ୍ଚିତ ଆସିବେ 22 ତାରିଖ ସ୍ୱର।